ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ସଞ୍ଚୟ ମହୋତ୍ସବ ପ୍ରତ୍ୟେକ ନାଗରିକଙ୍କ ପାଇଁ ଟଙ୍କା ସଞ୍ଚୟ କରିବ। ଜିଏସ୍ଟି ସଞ୍ଚୟ ମହୋତ୍ସବ ଆଜିଠାରୁ ଆରମ୍ଭ ହେଉଛି। ଆଜିଠାରୁ ପ୍ରତ୍ୟେକ ଘରେ ଖୁସି ବୃଦ୍ଧି ପାଇବ। ଜିଏସ୍ଟି ଦେଶର ବିକାଶ କାହାଣୀକି ଆଗକୁ ନେବ। ଜିଏସ୍ଟି ସଂଶୋଧନ ବ୍ୟବସାୟକୁ ବଢ଼ାଇବ। ଲୋକଙ୍କୁ ମିଳିବ ସଞ୍ଚୟ ଉତ୍ସବର ଲାଭ। ଆଜିଠୁ ସବୁ ପରିବାରରେ ଖୁସିର ଲହର ଖେଳିଯିବ। ଏଥିସହିତ ନରେନ୍ଦ୍ର ମୋଦି ନବରାତ୍ରି ଆରମ୍ଭ ଘୋଷଣା କରିଥିଲେ ଏବଂ ଦେଶବାସୀଙ୍କୁ ତାଙ୍କର ହାର୍ଦ୍ଦିକ ଶୁଭେଚ୍ଛା ମଧ୍ୟ ଜଣାଇଥିଲେ। ସେ କହିଥିଲେ ଯେ ସେପ୍ଟେମ୍ବର 22 ତାରିଖ ହେଉଛି ନବରାତ୍ରିର ପ୍ରଥମ ଦିନ ଏବଂ ନୂତନ ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସେହି ଦିନ କାର୍ଯ୍ୟକାରୀ ହେବ। ଏହି ଅବସରକୁ ସ୍ୱତନ୍ତ୍ର ବୋଲି ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା କେବଳ ଉତ୍ସବ ପାଳନର ସମୟ ନୁହେଁ ବରଂ ଅର୍ଥନୈତିକ ବିକାଶ ଏବଂ ଟିକସ ସଂସ୍କାର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ କାର୍ଯ୍ୟକାଳ ମଧ୍ୟରେ 11 ଥର ଦେଶକୁ ସମ୍ବୋଧିତ କରିଛନ୍ତି। ପ୍ରମୁଖ ଘଟଣା, ନିଷ୍ପତ୍ତି କିମ୍ବା ଜରୁରୀକାଳୀନ ପରିସ୍ଥିତି ସହିତ ମୋଦିଙ୍କ ସମ୍ବୋଧନ ଜଡ଼ିତ। ଭିଡ଼ିଓ ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍, ସେୟାର, କମେଣ୍ଟ କରନ୍ତୁ ଆଉ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ।